କହିଲୁ ତୁ ୟାର ଭିତରେ ବେତ ପାର ଖାଇସାରିଲୁଣି। ମୁଁ ଘରେ ତତେ ତାଲା ପକେଇକି ଯାଉଛି, ତୁ ଏଇଠି ତାଳ କାହାଠୁ ଶିଖିଲୁ? ତତେ କିଏ ଶିଖେଇଲା? ତତେ କିଏ ଶିଖେଇଲା? ଏଠି ମଉସା ତମ ଝିଅକୁ ତାଳ ମୁଁ ଶିଖେଇଛି। ଆଜି ପାଲା ତାଳ ଶିଖେଇଲି, କାଲି ଦାସ ଗାଠିଆ ତାଳ ଶିଖେଇଲି, ତାପରେ ଘୋଡ଼ା ନାଚ ତାଳ। ଦେଖିବ ମୋ ତାଳରେ ତାଳରେ ଏମିତି ତାଳେ ଦେବି ତମ ଝିଅ ଆଉ ଜମା ତାଳ ଭୁଲିବନି। ହଁ ବାପା, ସାଜନ ପାଖରୁ ତାଳ ଶିଖିବାକୁ ମୋର ପ୍ରବଳ ଲୋଭ। ତୁ ବେତ ପାର ଖାଇସାରିଲା ହବନି କେମିତି? ଝିଅ ମୋର ହବନି। ଯୋଗଣି ଖାଇ ରାଣ୍ଡ ତାଳ ଶିଖିବା କିନ୍ତୁ ଦେଖନି ସିହରିତ ହେଇପାରିଯାଉଛି ତାଠୁ ତାଳ ଶିଖିବାକୁ ପ୍ରବଳ ଲୋକ। ଯୋଗଣି ଖାଇ ତୁ କାହିଁ ମୋ ସାଜନ ପାଖକୁ ତାଳ ଶିଖୁ? ନା ତୁ କାହିଁ ମୋ ସାଜନ ପାଖକୁ ତାଳ ଶିଖୁ? ତୁ କିଏ ବା? ତୁ କିଏ ବା? ତୁ କିଏ ବା? କହିଲା କଣ ହଲେଇଲେ ତାଙ୍କ ବେତ ତୁ ତାକୁ ତାଳ ଶିଖିଲୁ? ହରେ ଯୋଗଣି କିଆ, ହରେ ଯୋଗଣି କିଆ। ସିଏ କଣ କେତେ ସିହରିତ ହେଇ କହୁଛି ହଲେଇଲେ ତାଙ୍କ ବେତ ତୁ ତାକୁ ତାଳ ଶିଖେଇ ଦେଉଛୁ। ସଜନ ମୋ କଥାଟା ଟିକେ ଶୁଣେ, ମୁଁ ଖାଲି ତାକୁ ତାଳ ଶିଖେଇଛି, ଆଉ କିଛି ଶିଖେଇନି। ଆଉ କିଛି ଶିଖେଇନୁ? ନାଇଁ ମୁଁ ଆଉ କିଛି ଶିଖେଇନି। ନା ଜଗଣି କିଆ ନାଇଁ, ତୁ ଯେମିତି ସେ ସିହରିତ ହେଇ କହୁଛି ମୁଁ ଜାଣିଛି, ଠିକ ଜାଣିଛି ତୁ ତାକୁ କିଛି ନା କିଛି ଗୋଟେ ଶିଖେଇ ଦେଇଛୁ। ମୋ କଥା ଟିକେ ଶୁଣି, ସେଦିନ ଲାଇନ ନଥିଲା, ମୁଁ ଦିଟା ପିଲାକୁ ତାଳ ଶିଖଉଥିଲି, ଆଉ ସେତିକି ବେଳେ ଇଏ ଦେଖି ଦେଇଛି ମୁଁ ହଲଉଥିଲା ବେଳେ ବେତଟାକୁ। ଆଉ ସରକାର ତ ଦଣ୍ଡମୁକ୍ତ ଅଞ୍ଚଳ କରିଛନ୍ତି। ତୁ ଏବେ କେତେ କଥା କହିବୁ ରେ ଯୋଗଣିଆ, କେତେ କଥା କହିବୁ? ଧରା ପଡି ଯାଇଛୁ, ସେଠି ଯୋଉ କହୁଛୁ ଦଣ୍ଡମୁକ୍ତ ଖଣ୍ଡମୁକ୍ତ, ମୁଁ ସେଇ ମୁକ୍ତ। ଧରା ପଡି ଯାଇଛୁ ଯୋଗଣିଆ, ତତେ ରହରେ ଯୋଗ ତତେ ଜମ ଛାଡିବୁ। କଣ ହେଲା? ତୁ ଯେମିତି କାନ୍ଦୁଛୁ ନା, ତୁ କାନ୍ଦ ଦେଖିକି ମୋ ଛାତିରେ ଖାଲି ରେଳ ଚାଲି ଯାଉଛି। ତୋ ଛାତିରେ ସିନା ରେଳ ଚାଲି ଯାଉଛି ରେ ବୁଢା, ହେଲେ ମୋ